ଯେତେବେଳେ ଦର୍ଶକ ବନ୍ଧୁ ପାଣିପାଗର କିଛି ବଡ଼ ପରିବର୍ତ୍ତନ ଆସେ ସେ ସମୟରେ ୱିଣ୍ଡ ଓଡ଼ିଆ ଚ୍ୟାନେଲ ଅଧିକ ଆକ୍ଟିଭ ହୋଇ ଉଠେ। ବର୍ତ୍ତମାନ ସମୟରେ ପଶ୍ଚିମ ଝଡ଼ ଆସୁଛି, ମେ ମାସରେ ମଧ୍ୟ ଲଘୁଚାପ ଆସିବ। ତା ପାଇଁ କି ବର୍ତ୍ତମାନ ବିଭିନ୍ନ ମଡେଲ ମାନେ ତୟାର କଲେଣି। ସେହିଭଳି ଆପଣଙ୍କର ପ୍ରିୟ ଚ୍ୟାନେଲ ୱିଣ୍ଡ ଓଡ଼ିଆ ଚ୍ୟାନେଲ ମଧ୍ୟ ବର୍ତ୍ତମାନ ଲଗାତାର ପୂର୍ବାନୁମାନ କରିବ ଆଗାମୀ ଦିନରେ ପାଣିପାଗକୁ ନେଇକି କ'ଣ ରହିବ ଭାରତ ପାଣିପାଗର ବଡ଼ ଅପଡେଟ୍, ମଡେଲ ମାନଙ୍କର ବଡ଼ ଅପଡେଟ୍। ଆସନ୍ତୁ ଆଜିର ଅପଡେଟରେ ଆଲୋଚନା କରିବା ଦର୍ଶକ ବନ୍ଧୁ। ପଶ୍ଚିମ ଝଡ଼ ବର୍ତ୍ତମାନ ସମୟରେ ଭାରତକୁ ଏଣ୍ଟ୍ରି କରି ସାରିଛି, ମାନେ ପ୍ରବେଶ କରି ସାରିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। କେବେ ବର୍ଷା ହେବ, କେମିତି ରହିବ ବର୍ଷାର ସ୍ଥିତି, ଆସନ୍ତୁ ଆଜିର ଅପଡେଟରେ ଆଲୋଚନା କରିବା ଦର୍ଶକ ବନ୍ଧୁ। ଖାସ କରିକି ବର୍ତ୍ତମାନ ଆପଣ ମୋବାଇଲ ସ୍କ୍ରିନ୍ ଦେଖିପାରୁଥିବେ ପଶ୍ଚିମ ଝଡ଼ ବାୟୁର ପ୍ରଭାବ ଯେଉଁ ରହୁଛି ଉତ୍ତର ଭାରତକୁ ଏଣ୍ଟ୍ରି କରିଛି, ଯାହା ପାଇଁ କି ଉତ୍ତର ଭାରତରେ କେତେକ ଅଞ୍ଚଳରେ ବର୍ଷା ରହିବ ଦର୍ଶକ ବନ୍ଧୁ। ତେବେ ଆଗାମୀ 24 ଘଣ୍ଟା କେମିତି ରହିବ ଓଡ଼ିଶାରେ ପାଣିପାଗ, ବର୍ତ୍ତମାନ ଆପଣଙ୍କ ମନରେ ସାମାନ୍ୟ ପ୍ରଶ୍ନ ଥିବ। ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ରାଜ୍ୟର କେତେକ ଅଞ୍ଚଳରେ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି ଗରମର ମିଜାଜ। ଖାସ କରିକି ଟିଟିଲାଗଡ଼ରେ, ବଲାଙ୍ଗୀର ଟିଟିଲାଗଡ଼ରେ ତାପମାତ୍ରା 40 ଡିଗ୍ରୀ କ୍ରମାଗତ ଭାବରେ ଦେଖିବାକୁ ମିଳୁଛି। ଏହାର ମୁଖ୍ୟ କାରଣ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ। ହଁ ଆଜ୍ଞା, ବର୍ତ୍ତମାନ ସମୟରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଆସୁଛି, ଯାହା ପାଇଁ କି ବର୍ତ୍ତମାନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଛି ଗରମର ସ୍ଥିତି। ବର୍ତ୍ତମାନ ସମୟରେ ଆପଣ ଦେଖିପାରୁଥିବେ ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା, ବଲାଙ୍ଗୀର, ତା ସହିତ ସୋନପୁର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଏହିସବୁ ଜିଲ୍ଲାମାନଙ୍କରେ ତାପମାତ୍ରା ଅଧିକ ରହିବ। ବର୍ତ୍ତମାନ ଆଗାମୀ 24 ଘଣ୍ଟା ପାଇଁ ଯଦି ଦେଖିବା ବର୍ଷା ସ୍ଥିତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ହାଲକାରୁ ମଧ୍ୟମଧରଣ ବର୍ଷା ରହିପାରେ। ଏହା ସହିତ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାର କେତେକ ଅଞ୍ଚଳରେ ଗରମ ଗୁଳୁଗୁଳି ପାଇଁ ଆଲର୍ଟ ମୁଡକୁ ରଖାଯାଇଛି। ଏହିସବୁ ଜିଲ୍ଲାରେ ଦେଖିବାକୁ ମିଳିପାରେ ଗରମ ଗୁଳୁଗୁଳି। କିନ୍ତୁ ବଡ଼ ଖବର ହେଉଛି 5 ତାରିଖରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଦଳିଯିବ ପାଣିପାଗର ମିଜାଜ। ମାନେ 4 ତାରିଖ ସନ୍ଧ୍ୟାରୁ ବଦଳିବ ପାଣିପାଗ ବୋଲି ଯାହା ଜଣାପଡ଼ୁଛି। 5 ତାରିଖରୁ ପ୍ରାୟ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ଏପଟେ ଦର୍ଶକ ବନ୍ଧୁ ରହୁଛି ଢେଙ୍କାନାଳ, ତା ସହିତ କେଉଁଝର, ମୟୂରଭଞ୍ଜ, ଆପଣଙ୍କର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ଅନୁଗୁଳ, ବୌଦ୍ଧ, ଏହିସବୁ ଜିଲ୍ଲାମାନଙ୍କରେ ବର୍ଷା ହୋଇପାରେ। 5 ତାରିଖରେ ଦର୍ଶକ ବନ୍ଧୁ ବର୍ଷା ରହିପାରେ। 4 ତାରିଖ ସନ୍ଧ୍ୟାରୁ ବର୍ଷା ବଢ଼ିବ, 5 ତାରିଖରେ ମଧ୍ୟ ବର୍ଷା ରହିପାରେ ବୋଲି ଯାହା ବର୍ତ୍ତମାନ ସମୟରେ ଜଣାପଡ଼ୁଛି। ପାଣିପାଗ ତରଫରୁ ଅପଡେଟ୍ ଦିଆଯାଇଛି। ବାୟୁର ଚଳନ ମଧ୍ୟ ଜଣାପଡ଼ୁଛି କି ଓଡ଼ିଶାକୁ ବର୍ତ୍ତମାନ ବର୍ଷା ପାଇଁ ଧୀରେ ଧୀରେ ପାଗ ଅନୁକୂଳ ହେଉଛି। ଗୋଟିଏ ପଶ୍ଚିମ ଝଡ଼ ବର୍ତ୍ତମାନ ଭାରତକୁ ଏଣ୍ଟ୍ରି କରିସାରିଛି। ଆପଣ ଦେଖିପାରୁଥିବେ ତୀର ଚିହ୍ନ ମାଧ୍ୟମରେ ଦର୍ଶାଯାଇଛି କି ଗୋଟିଏ ପଶ୍ଚିମ ଝଡ଼ ବର୍ତ୍ତମାନ ସମୟରେ ଭାରତକୁ ଏଣ୍ଟ୍ରି କରିସାରିଛି ଏବଂ ଏହାର ପ୍ରଭାବରେ ବର୍ତ୍ତମାନ ଭାରତରେ ବର୍ଷା ଆରମ୍ଭ ହୋଇଯାଇପାରେ। ଜାମ୍ମୁ କାଶ୍ମୀର, ଲଦାଖ, ବିଲିକିସ୍ତାନ, ହିମାଚଳ ପ୍ରଦେଶରେ କେତେକ ଅଞ୍ଚଳରେ ବର୍ଷା ରହିବ। ଏହା ସହିତ ପଡ଼ୋଶୀ ଦେଶ ରହୁଛି ପାକିସ୍ତାନ, ଇରାକ, ଇରାନ, ଆଫଗାନିସ୍ତାନରେ ପ୍ରବଳରୁ ଅତି ପ୍ରବଳ ଝଡ଼ ବର୍ଷା ଜନିତ ବର୍ଷା ଦେଖିବାକୁ ମିଳିପାରେ। କିନ୍ତୁ ଆମେ ଭାରତର ପାଣିପାଗ କଥା ଯଦି ଆଲୋଚନା କରିବା ସ୍ପେଶାଲି ଆପଣ ଦେଖନ୍ତୁ ବର୍ତ୍ତମାନ ଦେଶର ବିଭିନ୍ନ ଭାଗରେ ବଦଳିବ ପାଣିପାଗ। କାହିଁକି ନା ଯେଉଁ ରହୁଥିଲା ଟ୍ରଫ୍ ରେଖା ତାହା ସମୁଦ୍ରକୁ ଚାଲି ଯାଇଥିଲା, କିନ୍ତୁ ପୁଣି ଥରେ ପଶ୍ଚିମ ଝଡ଼ ଆସିବ, ପୁଣି ଏକ ଟ୍ରଫ୍ ଲାଇନ୍ ଓଡ଼ିଶା ଆଡ଼କୁ ଆସିବ, ଯାହା ପାଇଁ କି 4 ସନ୍ଧ୍ୟାରୁ 5 ତାରିଖ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜାଗାରେ ବର୍ଷା ହେବ। 5, 6, 7, 8 ଏହି ତାରିଖ ମାନଙ୍କରେ ଓଡ଼ିଶାର କେତେକ ଅଞ୍ଚଳରେ କାଳବୈଶାଖୀରେ ବୃଦ୍ଧି ଘଟିବ ବୋଲି ଯାହା ବାୟୁର ଚଳନ ମାଧ୍ୟମରେ ଜଣାପଡ଼ୁଛି। ପ୍ରତିଦିନ ନୂଆ ନୂଆ ଅପଡେଟ୍। ଦର୍ଶକ ବନ୍ଧୁ, ପାଣିପାଗ ଚ୍ୟାନେଲ ଏମିତି ଏକ ଚ୍ୟାନେଲ ଯେଉଁଥିରେ କି ପ୍ରତିଦିନ ଆପଣଙ୍କୁ ନୂଆ ନୂଆ ଅପଡେଟ୍ ମିଳିବ। ସେଥିପାଇଁ ୱିଣ୍ଡ ଓଡ଼ିଆ ଚ୍ୟାନେଲକୁ ପ୍ରତିଦିନ ଦେଖନ୍ତୁ ଆଉ ଜାଣନ୍ତୁ ପ୍ରତିଦିନ ଭିଡ଼ିଓ ମାଧ୍ୟମରେ ପାଣିପାଗର ମିଜାଜ ଆପଣଙ୍କ ସହରର। ଏବେ ଦେଖିବା କ'ଣ ରହିଛି ମଡେଲ ଆକଳନ। ଜିଏଫ୍ଏସ୍ର ଏଆଇ ମଡେଲ କହୁଛି 5 ତାରିଖରୁ ନେଇକି 7 ତାରିଖରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ସହିତ ଉତ୍ତର ଭାରତ, ତାହା ସହିତ କେନ୍ଦ୍ର ଭାରତର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା, କୁଆପଥ ଜନିତ ବର୍ଷା ହୋଇପାରେ। ଆସାମ, ତ୍ରିପୁରା, ତାହା ସହିତ ମେଘାଳୟ, ଏହିସବୁ ରାଜ୍ୟମାନଙ୍କରେ ପ୍ରବଳରୁ ପ୍ରବଳ ବର୍ଷିବ ଦର୍ଶକ ବନ୍ଧୁ। ପ୍ରତିଦିନ ପାଣିପାଗ ଖବର ଦେଖନ୍ତୁ ୱିଣ୍ଡ ଓଡ଼ିଆ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ କରନ୍ତୁ। ଆଜି ପାଇଁ ଏତିକି, ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ।